ଦେଖନ୍ତୁ ସାଙ୍ଗମାନେ ଆମର ଆଜି କ'ଣ ଖାଇବା ହେଇଛି ସ୍ପେଶିଆଲ ହେଇଛି ହରଡ଼ ଡାଲି, ଇଏ ହେଇଛି ଗରମ ଭାତ, ଇଏ ହେଉଛି ଟମାଟୋ ଲୁଣ ଲଙ୍କା ଚକଟା, ଆଉ ଇଏ ହେଉଛି ବନ୍ଧାକୋବି ତରକାରୀ, ଇଏ ହେଉଛି ଉଲୁଅ ପୋଡ଼ା, ଇଏ ହେଉଛି ଧନିଆ ଚଟଣି। ଆଉ ଦେଖନ୍ତୁ ଖାଇବା କେମିତି ହେଇଛି। ଆଉ ଆସନ୍ତୁ କେଉଁମାନେ ଖାଇବେ ସାଙ୍ଗମାନେ, ମୋର ଯେତେ ୟୁଟ୍ୟୁବର ଭାଇ ଭଉଣୀମାନେ ଫ୍ୟାମିଲି। ଦେଖନ୍ତୁ ସାଙ୍ଗମାନେ ଟାଇମ୍ ତ ଆସି ପାଖାପାଖି ହେଇଗଲାନି 1:30 ସମସ୍ତେ ତ ଖାଇସାରିଲେଣି, ମୁଁ ଲାଷ୍ଟରେ ଖାଉଛି। ଆଉ ଏବେ ଖାଇବା ପାଇଁ ବସିଛି। ଆଉ ଆଜି ଯେହେତୁ ଶନିବାର, ଆଜି ହାପି ରିସି ସକାଳିଆ, ହାପିର ତ ସବୁଦିନ ସକାଳ ସ୍କୁଲ, କିନ୍ତୁ ରିସିର ଆଜି ଥିଲା ସକାଳ ସ୍କୁଲ। ସେ ଆସି ସାରିଲାନି, ଆସି ଗାଧୋଇ ପାଧୋଇ ଖାଇକିରି ବାହାରେ ଖେଳୁଛି। ମୋତେ କହିଲା ନାନୀ ତୁ ଖାଇକିରି ଆସେ ଖେଳିବା। ତାପରେ ଛୁଆମାନଙ୍କର ଛୁଟି ହେଲେ ବହୁତ ଖୁସି, ସେମାନଙ୍କର ତ ସାଙ୍ଗ ନାହିଁ, ମୁଁ ତାଙ୍କର ସାଙ୍ଗ, ତାଙ୍କ ସହିତ ଏନ୍ଜୟ ମଜାମସ୍ତି କରେ। ଆଉ ବହୁତ ଖୁସି ଲାଗେ ଛୁଆମାନଙ୍କ ସାଙ୍ଗେ ଯେତେବେଳେ ଖେଳେ, କିନ୍ତୁ ମୋତେ ବେଳେବେଳେ ଚିଡ଼େଇ ଦିଅନ୍ତି, ମୁଁ ଚିଡ଼ିଯାଏ ବି ରାଗେ। ଆଉ ହେଲେ ବି ବେଳେବେଳେ ମୋତେ ଡାକନ୍ତି, ଆଉ ମୋତେ ବହୁତ ମିସ୍ କରନ୍ତି। ଦୁଇଟା ଯାକ ଛୁଆ ମାନେ ରାଗିବେ ହେଲେ ବି ମୋତେ ଖୋଜିବେ, କାରଣ ସେମାନେ ଦୁଷ୍ଟ ହେଲେ ମୁଁ ଟିକେ ମନା କରେ, କ'ଣ ପାଇଁ ଦୁଷ୍ଟ ହେଉଛ, ବଲ୍ ଖେଳୁଥିବେ କି ଧପଡ଼ା ଧପଡ଼ି ଖେଳୁଥିବେ, ଆଜି ଖସି ପଡ଼ିବେ, ଗୋଡ଼ ହାତ ଭାଙ୍ଗିବ, ମୁଁ ସେଥିପାଇଁ ସେମାନଙ୍କୁ ପାଟି କରେ। ଆଉ କଥା ମାନିବେନି, ଆଉ ଯେତେବେଳେ ନ ମାନିବେ ମୁଁ ଏ ପ୍ରକାର କଥା କହେ, ସେଥିପାଇଁ ମୋତେ ଚିଡ଼ାନ୍ତି। ଆଉ ଏମିତି ଆଉ ଆମର ପୁତୁରା ନାନୀ ପୁତୁରା ମାନଙ୍କର ଏମିତି ସମ୍ପର୍କ। ଆଉ ଭାଉଜ ତ ଖାଇସାରିଲେଣି, ବାସନ ଫାସନ ସବୁ ଧୋଇ ସାରିଲେଣି, ମୁଁ ଲାଷ୍ଟରେ ଖାଇବି। ଆଉ ମୋ ବାସନ ଧୋଇବି, ମୁଁ ଆଗରୁ ବାସନ ଅଧା ଥିଲା ମୁଁ ଧୋଇ ଦେଇଥିଲି। ଭାଉଜ ଯେହେତୁ ରୋଷେଇ କରିଥିଲେ, ଆଜି ବଡ଼ ଭାଉଜ ଆସିଥିଲେ, ଆଜି ଟିକେ ଟାଇମ୍ ହେଲା ଟିକେ ବସି ପଡ଼ିଲେ, କାରଣ ତାଙ୍କ ନାତି ନବୋଦୟ ପରୀକ୍ଷା ଦେଉଛି। ଆଉ ସେ କଣିଆରେ ମୋ ଝିଆରୀ ଯାଇଥିଲା ପରୀକ୍ଷା ଦେଇ, ସେ ଏଠି ସେଥିପାଇଁ ବସି ପଡ଼ିଲେ, ମାନେ ଟିକେ ବେଶୀ ସମୟ ସେମାନେ ଆସିଲେ ସେଠୁ ଖିଆ ପିଆ କରିବେ। ଆଉ ସେ ତ ଗଲେ, ମୁଁ ଆପଣଙ୍କୁ ତ ସେୟାର କରିଛି ଭାଉଜ ଆସିଥିଲେ। ଆମର ତ କ'ଣ ରୋଷେଇ ହେଲା ବି ସେୟାର କରିଛି, ଆଉ ରୋଷେଇ କ'ଣ ଦେଖେଇଲି ବି ଆପଣମାନଙ୍କୁ। ଆଉ ଚାଲନ୍ତୁ ଫଟାଫଟ ଡେରି ନ କରି ଖାଇଦେବା। ଗରମ 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 ଭାତ ବହୁତ ଟେଷ୍ଟି, ତା ସହିତ ହରଡ଼ ଡାଲି, ବନ୍ଧାକୋବି ତରକାରୀ, ଉଲୁଅ ପୋଡ଼ା, ତା ସହିତ ଧନିଆ ଚଟଣି କି ଟମାଟର ଚକଟା ପାଗ। ଚାଲନ୍ତୁ ଜଲ୍ଦି ଜଲ୍ଦି ଖାଇଦେଇ ରେଷ୍ଟ ନେବା ସାଙ୍ଗମାନେ। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା ରିସି, ଆମେ ଦୁଇ ଜଣ ଆଜି ଫାର୍ଷ୍ଟ ଟାଇମ୍ ମାନେ ସାଙ୍ଗ ହେଇକି ଭିଡ଼ିଓ କରୁଛୁ। ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆପଣମାନେ ସବୁ ଭଲ ଥିଲେ କ'ଣ ଆଶା ବିଶ୍ୱାସ। ଆଉ ଆମ ଚ୍ୟାନେଲକୁ ଯଦି ଟିକେ ଭଲ ପାଉଥିବେ ତାହେଲେ କ'ଣ କରିବେ କହିଲେ? ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ। ୟା ନା ରିସି, ମୁଁ ୟା ନାଁରେ ଚ୍ୟାନେଲ ଖୋଲିଛି ରିସି ପାଣି। ଇଏ ମୋ ପୁତୁରା ପଳେଇଲା ଦୁଷ୍ଟ, ମିକ୍ସଚର ଖାଉଛି, ଦେଖନ୍ତୁ ପଳେଇଲା। ଆଉ ଚାଲନ୍ତୁ ଯିବା ଆଜିର ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଟାଇମ୍ ଆସି ପାଖାପାଖି 11:00+ ହେଲାନି, ମୁଁ ଏବେ ଭିଡ଼ିଓ ଷ୍ଟାର୍ଟ କଲି। ସକାଳୁ ତ ସବୁ କାମ ସରି ସାରିଲାନି, ରୋଷେଇବାସ ସରିଲାନି। ଆଜି ହେଉଛି ସ୍ପେଶିଆଲ୍ ଦିନ, ଆଜି ହେଉଛି ମୋ ଝିଆରୀ ଦିଶା, ମୋ ନାନୀ ଝିଅ, ତାର ବାହାଘର ହେଉଛି ମ୍ୟାରେଜ୍ ସରସ୍ୱତୀ ପୂଜା ଦିନ। ଆଜି ହେଉଛି ମଉଳା ନିମନ୍ତ୍ରଣ, ମାନେ ଆଜି ଆମେ ମାମୁଁ ଘର, ତାଙ୍କର ମଉଳା ନିମନ୍ତ୍ରଣ ଧରିକି ଆସିବେ। ପୂଜା ପାଠ ହେବ ତୁଳସୀ ମୂଳେ, ଆମର ଚାଲିଛି କାମ, ମାନେ ତୁଳସୀ ଚଉରା ଧୋଇଦେଲୁ, ତାପରେ ସବୁ ଯାହା ଯେମିତି କାମ ହେବ। ଆଉ ଚାଲନ୍ତୁ, ମୁଁ ତ ଆପଣଙ୍କୁ ନିଶ୍ଚିନ୍ତ ସେୟାର କରିବି ସେମାନେ ଆସିଲେ। ଆଉ ଆପଣମାନେ ଦେଖନ୍ତୁ, ଆମର ବ୍ରାହ୍ମଣ ଘର କ'ଣ ସବୁ କାଷ୍ଟରେ ମାନେ ମଉଳା ନିମନ୍ତ୍ରଣଟା ସବୁରେ ଠାକୁରଙ୍କ ପାଖରେ, ତାପରେ ନିଜର ଗ୍ରାମଶେରୀ ନିଜ ଗାଁର ଠାକୁରଙ୍କ ପାଖରେ, ତାପରେ ମାମୁଁ ଘର, ତାପରେ ସବୁ ଠାକୁର, ଆଉ ତାପରେ ଯାହା ବନ୍ଧୁବାନ୍ଧବ, ଏମିତି ଚାଲିବ। ଆଉ ବାହାଘର ମାତ୍ର ରହିଲା 12 ଦିନ, 12 ଦିନ ପରେ ତାର ମ୍ୟାରେଜ୍ ହେବ। ଆଉ ମୁଁ ତ ଯିବି, ଆପଣମାନଙ୍କୁ ସବୁ ଭିଡ଼ିଓ ସେୟାର କରିବି, ଆପଣମାନେ ଦେଖିବେ, ମଜାମସ୍ତି ନେବେ, ଏନ୍ଜୟ କରିବେ। ଆଉ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓ। ସ୍ପେଶିଆଲ ଆଜି ମୁଁ ଗୋଟେ ଟିକିଲି ଲଗେଇଛି, ବହୁତ ଦିନ ପରେ ଲମ୍ବା ଚିତା ଟିକିଲି। ମୁଁ ଏଇ ଟିକିଲି ଲଗେଇବା ମୋର ବହୁତ ଫେଭରେଟ୍। ଆଉ ବହୁତ ଦିନ ପରେ ଖୋଜି ଖୋଜି ପାଇଛି ଟିକିଲି। ଆଉ ମୁଁ ଯାଇଥିଲି ମାର୍କେଟ, ଭାଇ ଯାଇଥିଲା, ଭାଇ କ'ଣ ଗୋଟେ ଜିନିଷ ଆଣିଲା, ତାର ରେଜର ଫେଜର, ମୁଁ ସେଠିକି ଯାଇଥିଲି। ମୁଁ ତାପରେ ଏଇଟା ମୋର ନଜର ପଡ଼ିଗଲା ଟିକିଲିଟା ଉପରେ, ମୁଁ କହିଲି ଭାଇ ଏଇଟା ନେବି, କହିଲା ନେଇ। ଆଉ କ'ଣ ନେବୁ? ମୁଁ କିଛି ଆଣିନି, କିନ୍ତୁ ଟିକିଲିଟା ଆଣିଲି, ସବୁ ବିଭିନ୍ନ କଲର୍। ମୁଁ ଆଗ ଏଇ ଟିକିଲି ବହୁତ ଲଗାଉଥିଲି, ଦେଖନ୍ତୁ ମୋର ଏଇ ଟିକିଲି ବହୁତ ଫେଭରେଟ୍। ଆଉ ଆପଣମାନେ କ'ଣ ସ୍ପେଶିଆଲ କହିଦେଲି। ଆଉ ବହୁତ ଦିନ ପରେ ଟିକିଲି ଖୋଜି ଖୋଜି ପାଇଛି। କିଏ ଆସିଲା? ଆଉ ଆଜି ତ ବଡ଼ ଭାଉଜ ଆସିନାହାନ୍ତି, ଆଜି ମୋ ବଡ଼ ଭାଇର ହେଉଛି ସକାଳ ଡ୍ୟୁଟି ଏସ୍ପିଟି, ଆଉ ସେ କ୍ୱାର୍ଟରରେ ଅଛନ୍ତି। ଆମର ତ ସକାଳୁ ହେଇଥିଲା ଉଷୁନା ଚକୁଳି ପିଠା, ଆମେ ଖାଇସାରିଲୁଣି। ଖାଇସାରିକି ରୋଷେଇବାସ ବାପା ଆଉ ରିସି ଗୋଟେ ଜାଗାକୁ ଭୋଜି ଖାଇଯିବେ। ଭାଉଜ ଆଜି ଭାତ କରିଛନ୍ତି, ଶିମ୍ବ ଆଳୁ ସୋରିଷ ଦେଇ କରିଛନ୍ତି, ଆଉ ଡାଲି, ଆଉ କ'ଣ କରିଛନ୍ତି କାରଣ ମୁଁ ଦେଖିନି, ଆପଣଙ୍କୁ ନିଶ୍ଚିନ୍ତ ଖାଇଲା ତ ସେୟାର କରିବି। ଆଉ ଚାଲନ୍ତୁ ଯିବା।
ଦେଖନ୍ତୁ ସାଙ୍ଗମାନେ ଆମର ଆଜି ମଉଳା ନିମନ୍ତ୍ରଣ ହେଉଛି। ଥାଳିରେ ଅଛି ଚାଉଳ, ଦୀପ, ଫୁଲ, ଧୂପକାଠି, ଗ୍ୟାସଟି ପୂଜା ହେବ। ବାପା ଲୁଗା ପିନ୍ଧି ସାରିଲେଣି, ଏବେ ଆସିବେ। ଦେଖନ୍ତୁ ବଡ଼ ଭାଉଜ କଟକରୁ ଆସିଛନ୍ତି, ସାନ ଭାଉଜ ବି ଆସିଛନ୍ତି। ଋଷି ଆମର କ'ଣ କେରକେରେ ହେଉଛି। ଆମର ରୋଷେଇବାସ ସରିଗଲାଣି, ଚାଲନ୍ତୁ ଯିବା। ଏଠି ସସ୍ପେନ୍ରେ ଆମର ଚାହା ଅଛି, ବାସନ ଗୋଟେ ପଡ଼ିଛି ଧୋଇବି। ସରୁ ସରୁ ଆଳୁ ଭଜା ଆମ ଋଷି ହାପି ନନା ଖାଇବ। ଦେଖନ୍ତୁ ଏଠି ଚାହା କ'ଣ ହେଇଛି ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଆମର ଗରମ ଭାତ ହେଇଯାଇଛି, ଶିମ୍ବ ଆଳୁ ସୋରିଷ ଦିଆ ହେଇକି ହେଇଛି ତରକାରୀ। ଇଏ ହରଡ଼ ଡାଲି ଆଉ ଚୁନ ଚୁନ ଏଠି ଆଳୁ ଭଜା ହେବ। ଦେଖନ୍ତୁ ରୋଷେଇ ଆମର ଶେଷ ହେଇଯାଇଛି। ଦେଖନ୍ତୁ ସାଙ୍ଗମାନେ ଆମର ଚିକେନ ସୋରିଷ ଦିଆ ପୁରା ହେଇଛି। ମୁଁ ତ ପଖାଳ ଖାଇବି। ଆଉ ଦେଖନ୍ତୁ ଏଠି ଭାତ ଆଉ ଖାଇବ ଆଉ ଭଜା। ଦେ ତାକୁ ଦେ ପ୍ଲେଟରେ ଦେ ମୁଁ ଦଉଛି। ଛାଡ଼େ ଦେଖନ୍ତୁ କେମିତି ଖରା। ଦେଖନ୍ତୁ ଏଠି ମୁରୁଜ ଦିଆଯାଇଛି, ଏଠି କଳସ। ଆମ ଆଜି ତୁଳସୀରେ ରଙ୍ଗ ଦିଆଯାଇଛି, କେତେ ସୁନ୍ଦର ଦେଖାଯାଉଛି।